ବନ୍ଧୁଗଣ ଜ୍ଞାନତନ୍ତ୍ରର 11ତମ ଭାଗକୁ ଆପଣମାନଙ୍କୁ ସ୍ୱାଗତମ। ବନ୍ଧୁଗଣ ଜ୍ଞାନତନ୍ତ୍ରର ଏହି 11ତମ ଏପିସୋଡ଼କୁ ଆପଣମାନଙ୍କୁ ସ୍ୱାଗତ। 10ମ ଭାଗରେ ଆପଣମାନେ ଦେଖିଥିଲେ ଚୋର ପ୍ରଶଂସା କରି କିପରି ତା'ର ଲାଭ ସହିତ ସାଧୁଙ୍କର କ୍ଷତି କଲା। ଏଣୁ ଏମାନଙ୍କୁ ସାବଧାନ ଥିବେ। ଏଥର ଆରମ୍ଭ କରିବା ସାଧୁଙ୍କ କଥା। ଚୋର ତ ସାଧୁଙ୍କ ସ୍ୱର୍ଣ୍ଣ ମୁଦ୍ରା ନେଇ ଚାଲିଗଲା। ସାଧୁ ଭାବିଲେ ଯଦି ଭଗବାନ ମୋ ହାତରେ ତା ପାଇଁ ସ୍ୱର୍ଣ୍ଣ ମୁଦ୍ରା ରଖାଇଥିଲେ ସେ ନେଇ ତାର ପରିବାର ଚଳଉ। ଚୋର ସ୍ୱର୍ଣ୍ଣ ମୁଦ୍ରା ନେଇ ଯାଉଥାଏ। ସନ୍ଧ୍ୟା ହୋଇଯାଇଥାଏ। ଚୋରକୁ ଜୋର ଜୋର ଚାଲିବାର ଦେଖି ରଜାଙ୍କର ପ୍ରହରୀର ସନ୍ଦେହ ହେଲା। ପ୍ରହରୀ ଚୋରକୁ ଧରି କ'ଣ କଲା ପରେ ଜାଣିବା। ଏପଟେ ସାଧୁ ଜଙ୍ଗଲରୁ ବାହାରି ରାଜବାଟୀ ଅଭିମୁଖେ ଚାଲିଲେ। ବହୁତ ବାଟ ରାସ୍ତାରେ ସନ୍ଧ୍ୟା ହୋଇଗଲା। ବାବାଜୀ ଯାଉ ଯାଉ ଦୁଇଜଣ ସ୍ୱାମୀ ସ୍ତ୍ରୀଙ୍କୁ ରାସ୍ତାରେ ପାଇଲେ। ସେମାନେ ମଦ ଭାଟିକୁ ବାହାରିଥାନ୍ତି। ତାଙ୍କୁ କହିଲେ, ଆଜି ରାତିରେ ତୁମ ଘରେ ରହିହବ? ସେମାନେ ଥିଲେ ତନ୍ତୀ ଓ ତନ୍ତୀର ସ୍ତ୍ରୀ। ତନ୍ତୀ କହିଲା, ଆଜ୍ଞା ମୁଁ ଟିକେ ମଦ ନ ଖାଇଲେ ରହିପାରିବି ନାହିଁ। ମୋ ହାତ ଗୋଡ଼ ଥରିବ। ଏଣୁ ମୁଁ ଭାଟିକୁ ଯାଉଛି। ତା ସ୍ତ୍ରୀକୁ କହିଲା, ତୁ ଏ ସାଧୁ ବାବାଙ୍କୁ ନେଇ ଘରକୁ ଯା, ତାଙ୍କୁ ଖଟ ବିଛାଇ ଦେବୁ, ସେ ଶୋଇବେ। ସ୍ତ୍ରୀ କହିଲା, ମୁଁ ଗଲେ ସିନା ତୁମକୁ ଧରି ଘରକୁ ଆଣିବି। ସ୍ୱାମୀ କହିଲା, ମୁଁ ଆପେ ଆପେ ଭାଟିରୁ ଘରକୁ ଫେରି ଆସିବି। ଏ କଥା ଶୁଣି ତନ୍ତୀ ସ୍ତ୍ରୀର ମନ ଖୁସି। କାରଣ ସେ ଭାବିଲା, ମୋ ସ୍ୱାମୀ ତ ଏବେ ମଦ ଖାଇ ଆଜି ରାତିଯାକ ମଦ ଭାଟିରେ ଶୋଇବେ। ମୁଁ ଏପଟେ ମୋର ପ୍ରେମିକ ଗୋପାଳ ସହିତ ରାସଲୀଳା କରିବି। ତନ୍ତୀର ସ୍ତ୍ରୀ ଗୋଟିଏ ଲୋକ ପାଖକୁ ଯାଏ। ତାର ନାମ ଗୋପାଳ। ସେ ତାର ପ୍ରେମିକ। ତନ୍ତୀ ଓ ଗୋପାଳ ମଧ୍ୟରେ ଏକ ବାରିକର ସ୍ତ୍ରୀ ଯୋଗାଯୋଗ କରିଥାଏ। ସେ ବାରିକାଣୀ ମଧ୍ୟସ୍ଥି ଥାଏ। ସେ ବାରିକାଣୀ ଯୋଗାଯୋଗ ପାଇଁ ଗୋପାଳ ପାଖରୁ ଟଙ୍କା ପାଏ। ଏପଟେ ତନ୍ତୀ ଆଣି ସେ ବାବାଜୀକୁ ବିଛଣାରେ ଶୁଆଇ ଦେଇ ସଜବାଜ ହୋଇ ଗୋପାଳ ପାଖକୁ ବାହାରିଛି। ଠିକ୍ ଏହି ସମୟରେ ତନ୍ତୀ ସେଦିନ ମଦ ନ ପିଇ ହାତରେ ମଦ ନେଇ ଘରକୁ ଫେରିଲା। ଦେଖିଲା ତାର ସ୍ତ୍ରୀ ସଜବାଜ ହୋଇ କୁଆଡ଼େ ବାହାରିଛି। କହିଲା, ତୁ କୁଆଡ଼େ ସଜବାଜ ହୋଇ ବାହାରିଥିଲୁ? ମୁଁ ଯାହା ଶୁଣିଥିଲି ତାହା କ'ଣ ସତ? ତୋର ଜଣେ ପୁରୁଷ ସହିତ ସମ୍ପର୍କ ଅଛି? କହ, ନହେଲେ ତୋର ଆଜି ମଜା ଛଡ଼ାଇବି। ତନ୍ତୀ ସ୍ତ୍ରୀ ଚୁପ୍ ରହିଲା। ଏଣୁ ତନ୍ତୀ ଏକ ଦଉଡ଼ି ଆଣି ତା ସ୍ତ୍ରୀକୁ ଖୁଣ୍ଟରେ ବାନ୍ଧିଦେଲା। ତନ୍ତୀ ବାକି ଯାହା ମଦ ଥିଲା ପେଟେ ମଦ ପିଇ ଶୋଇପଡ଼ିଲା। ତନ୍ତୀ ଓ ତାର ସ୍ତ୍ରୀ ସବୁ କାଣ୍ଡ ଖଟରେ ଶୋଇ ଏ ବାବାଜୀ ସବୁ ଦେଖୁଥାନ୍ତି। ବାବାଜୀ ଭାବିଲେ, ଏଠାରେ ରହି ମୁଁ ଆଙ୍କ ମଧ୍ୟରେ ରହି ବଡ଼ ଅଡ଼ୁଆରେ ପଡ଼ିଲି। ହଉ, ରହି ତ ସାରିଛି, କ'ଣ ଆଉ କରିବା, ଦେଖାଯାଉ ଆଗକୁ କ'ଣ ହେଉଛି। ତନ୍ତୀ ତ ମଦ ଖାଇ ମାତାଲ ହୋଇ ଶୋଇପଡ଼ିଲା। ଖୁଣ୍ଟରେ ତନ୍ତୀର ସ୍ତ୍ରୀ ବନ୍ଧା ହୋଇଥାଏ। ସେପଟେ ତନ୍ତୀର ସ୍ତ୍ରୀ ଗୋପାଳ ପାଖରେ ନ ପହଞ୍ଚିବା ଦେଖି ଗୋପାଳ ବ୍ୟସ୍ତ ହୋଇ ବାରିକାଣୀକୁ କହିଲା, ଦେଖ ତନ୍ତୀ ଆଣି କ'ଣ ପାଇଁ ଆସିଲାଣି। ବାରିକାଣୀ ବ୍ୟସ୍ତ ହୋଇ ତନ୍ତୀର ଘରକୁ ଆସିଲା। ଆସି ତନ୍ତୀ ଆଣିକୁ କହିଲା, ତୁମର ଏତେ ଡେରି କ'ଣ ପାଇଁ ହେଲା? ସେପଟେ ଗୋପାଳ ବାବୁ ଅପେକ୍ଷା କରିଛନ୍ତି। ତନ୍ତୀର ସ୍ତ୍ରୀ କହିଲା, ଦେଖୁନ ମୋତେ କେମିତି ବାନ୍ଧିଛନ୍ତି, ମୁଁ କିପରି ଯିବି? ମୋର କ'ଣ ମନ ନାହିଁ କି? ଗୋଟେ ବୁଦ୍ଧି କରିବା। ସେ ତ ଶୋଇଛନ୍ତି, ତୁମକୁ ଏ ଖୁଣ୍ଟରେ ବାନ୍ଧି ଦେଉଛି ଓ ମୁଁ ଗୋପାଳ ବାବୁ ପାଖକୁ ଯାଉଛି। ସେଠୁ ଆସିଲେ ତୁମେ ମୋତେ ଏ ଖୁଣ୍ଟରେ ବାନ୍ଧି ଦେଇ ତୁମେ ତୁମ ଘରକୁ ଚାଲିଯିବ। ବାରିକାଣୀ କହିଲା, ତୋର ତୋଲ ବହୁତ ବୁଦ୍ଧି। ଏଠି ତନ୍ତୀର ସ୍ତ୍ରୀ କହିଲା, ନାରୀ ମାୟା ନାରାୟଣ ତ ବୁଝିପାରି ନାହାନ୍ତି, ଇଏ ଛାର ମଣିଷ କେଉଁଠୁ ବୁଝିବେ? ସେଠୁ ତନ୍ତୀର ସ୍ତ୍ରୀ ବାରିକାଣୀକୁ ଖୁଣ୍ଟରେ ବାନ୍ଧି ଦେଇ ଗୋପାଳ ପାଖକୁ ଚାଲିଗଲା। ଏହାପରେ ଜାଣନ୍ତୁ ତନ୍ତୀର ସ୍ତ୍ରୀ ଫେରିଲା ନା ନାହିଁ। ତନ୍ତୀ ଉଠି ବାରିକାଣୀକୁ କ'ଣ କଲା। ବାବାଜୀ ଯେ ଏ କଥା ସବୁ ଦେଖୁଥିଲେ ସେ କିପରି ହଇରାଣରେ ପଡ଼ିଲେ। ବନ୍ଧୁଗଣ, ଏସବୁ ପ୍ରଶ୍ନର ଉତ୍ତର ଆପଣମାନେ ନେକ୍ସଟ ଭିଡ଼ିଓରେ ପାଇବେ। ଏହି ପ୍ରଶ୍ନର ଉତ୍ତର ପାଇବାକୁ ଏହି ଭିଡ଼ିଓକୁ
सब्सक्राइब करने जेपरी न भूलती। एहापरी बहुत मजा अच्छी। धन्यवाद रहुछि। नेक्स्ट वीडियो को निहाती देखिए। सब्सक्राइब करने को भूलिबे नहीं। धन्यवाद रहुछि।